Good morning to everyone. Praise the Lord and Shalom. ଆଜିର ପ୍ରାତଃକାଳ ଧ୍ୟାନ ନିମନ୍ତେ ମୁଁ ପାଷ୍ଟର ହରିଶ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ଆଜିର ଚିନ୍ତା ନିମନ୍ତେ ଆମେ ବାଇବଲରୁ ଦେଖିବା ଯାହା ଆମୋସଙ୍କ ପୁସ୍ତକ 3 ଅଧ୍ୟାୟ 3 ପଦରେ ଲେଖା ଅଛି, ଏକ ପରାମର୍ଶ ବା ଏକମତ ନହେଲେ କି 2 ଜଣ ଏକତ୍ର ଗମନ କରିବେ। ସାଥୀ 2 ଜଣ ମାତ୍ର ଅଛନ୍ତି, ଯୀଶୁ ଓ ଶୈତାନ। ଯାହାକୁ ପସନ୍ଦ କରିବ ତାରି ସଙ୍ଗେ ଚାଲିବ। ଯୀଶୁ ଏପଟୁ ଡାକୁଅଛନ୍ତି, ମୋ ସଙ୍ଗେ ଆ, ମୋ ପଛେ ପଛେ ଚାଲ। ସେପଟୁ ଶୈତାନ ମଧ୍ୟ ଡାକୁଛି, ମିଥ୍ୟା ମୋହ ଦେଖାଇ ଠିକ୍ ସେଇଆ କହୁଛି। ତୁମେ କାହା କଥା ଶୁଣିବ? କାହାକୁ ସଙ୍ଗୀ ରୂପେ ତୁମେ ଗ୍ରହଣ କରିବ, ନିଜର ସାଙ୍ଗ କରିବ? ଯାହାକୁ ସାଥୀ କରିବ ତା ସଙ୍ଗେ ଏକମତ ହେବାକୁ ପଡ଼ିବ, ନହେଲେ ଏକତ୍ର ଗମନ କରିବା, ତା ସାଙ୍ଗରେ ଗମନ କରିବା ଅସମ୍ଭବ। ପ୍ରଥମତଃ ଲକ୍ଷ୍ୟସ୍ଥଳ ସମ୍ବନ୍ଧରେ ଏକମତ ହେବା ଆବଶ୍ୟକ ଅଟେ। ଯୀଶୁଙ୍କ ଗତି ସ୍ୱର୍ଗ ଆଡ଼କୁ ଓ ଶୈତାନର ଗତି ନର୍କ ଆଡ଼କୁ। ଆଉ ତୁମେ ଯଦି ସ୍ୱର୍ଗ ଯିବାକୁ ଇଚ୍ଛା କର, ତେବେ ଯୀଶୁଙ୍କ ହାତ ଧର। ଆଉ ନର୍କ ଯିବାକୁ ଇଚ୍ଛା ଯଦି କରୁଛ, ଶୈତାନର ହାତ ଧରି ସ୍ୱର୍ଗ ଯିବା ଇଚ୍ଛା କରିବା ବି ବୃଥା ଅଟେ। ଦ୍ୱିତୀୟତଃ ରାସ୍ତା ସମ୍ବନ୍ଧରେ ଏକମତ ହେବା ଦରକାର। ସ୍ୱର୍ଗକୁ ଗୋଟିଏ ମାତ୍ର ରାସ୍ତା, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଯାହା ଯୋହନ ପୁସ୍ତକ 14 ଅଧ୍ୟାୟ 6 ପଦରେ ଆମେ ପଢ଼ିଥାଉ। ଯୀଶୁ ହିଁ ସେହି ରାସ୍ତା। ଯୀଶୁ ରୂପ ପଥ ଦେଇ ଯିବାକୁ ସମ୍ମତ ଛତ। ତାହାଙ୍କୁ ଜଗତର ମୁକ୍ତିକର୍ତ୍ତା ବୋଲି ବିଶ୍ୱାସ କର କି? କରିଛ ଯଦି ବେଶ ଭଲ କଥା, କିନ୍ତୁ ସେତିକିରେ ଚଳିବ ନାହିଁ। ତାହାଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ଗ୍ରହଣ କରିବାକୁ ହେବ ଓ ସବୁ ବିଷୟରେ ତାହାଙ୍କ ପ୍ରଭୁତ୍ୱ ସ୍ୱୀକାର କରିବାକୁ ହେବ। କେବଳ ଏତିରେ ଏକମତ ହେଲେ ଯୀଶୁଙ୍କ ସଙ୍ଗେ ଯୀଶୁରୂପ ପଥରେ ଏକତ୍ର ଗମନ କରିବାଟା ସମ୍ଭବ ଅଟେ, ନହେଲେ ତାହା ଅସମ୍ଭବ। ତୃତୀୟତଃ ଗତି ସମ୍ବନ୍ଧ ଯଦି ଦେଖିବା, ଆମେ ଚିନ୍ତା କରିବା, ଏକମତ ହେବା ମଧ୍ୟ ଗତି ସମ୍ବନ୍ଧରେ ପ୍ରয়োଜନ। ମା ପୁଅ ଦୁହେଁ ମାମୁଁ ଘରକୁ ବାହାରିଲେ। ମା ପୁଅର ହାତ ଧରିଲା, ମାତ୍ର ପୁଅ ମାର ହାତ ଧରୁନାହିଁ। ତାର ହାତ ଛଡ଼ାଇ ନେଇ କହିଲା, ମୁଁ ନିଜେ ଚାଲିବି। 2-4 ହାତ ଚାଲିଛି କି ନାହିଁ, ପୁଅ ଝୁଣ୍ଟି ତଳେ ପଡ଼ିଗଲା ଓ ଗୋଡ଼ ହାତ ଛିଣ୍ଡିଗଲା। ମା ପୁଅକୁ ଧରି ଉଠାଇଲା ଓ ତା ହାତ ଧରି ଚାଲିଲା। ପୁଅ କାନ୍ଦି କାନ୍ଦି ଛୋଟେଇ ଛୋଟେଇ ଚାଲିଥାଏ। କିଛି କ୍ଷଣ ଉତ୍ତାରେ ପୁଅର ମନ ଖୁସି ହେଲାରୁ ସେ ପୁଣି ତା ହାତ ଛଡ଼ାଇ ଆଗରେ ଧାଇଁଲା। ବାଟ ପାଖର କୁକୁର ଗୋଟିଏ ଭୁକି ଭୁକି ତାକୁ ଗୋଡ଼ାଇ ଆସିଲା। ତହିଁରେ ପୁଅଟି ଚିତ୍କାର କରି କରି ମା ଆଡ଼କୁ ପଛକୁ ଧାଇଁଲା। ପୁଣି କିଛି ସମୟ ଉତ୍ତାରେ ପିଲାଟି ରାସ୍ତା ପାଖରେ ଗୋଟିଏ ବାଲିଗଦାରେ ବସି ଖେଳିବାକୁ ଲାଗିଲା। ଏ ପୁଅଟି ତା ମା ସଙ୍ଗେ ଲକ୍ଷ୍ୟସ୍ଥଳ ଓ ରାସ୍ତା ବିଷୟରେ ଏକମତ ହେଲା ସତ୍ୟ, ମାତ୍ର ଗତି ସମ୍ବନ୍ଧରେ ଏକମତ ହୋଇ ନ ପାରିବାରୁ ତାକୁ ନାନା ଦୁଃଖ ବିପଦ ଘଟିଲା। ତୁମେ ଯେ କେହି ହୁଅ ନା କାହିଁକି, ଯୀଶୁଙ୍କ ସାଥୀ ହେବାକୁ ଇଚ୍ଛା କଲେ ତାହାଙ୍କ ହାତ ଧରି ତାହାଙ୍କର ପଥରେ ତାହାଙ୍କ ଇଚ୍ଛା ଅନୁସାରେ ଚାଲିବାକୁ ହେବ। ତାହାଙ୍କ ସଙ୍ଗେ ସବୁ ବିଷୟରେ ଏକମତ ହୁଅ, କାରଣ ତାହା ନହେଲେ ଏକତ୍ର ଗମନ କରିବା ଅସମ୍ଭବ। ଆସନ୍ତୁ ଆମେ ସମସ୍ତେ ପ୍ରାର୍ଥନା କରିବା। ପ୍ରଭୁ ଗୋ, ମୋର ନିଜତ୍ୱ, ଆତ୍ମନିର୍ଭରତା, ଆତ୍ମସମ୍ମାନ ଓ ସମସ୍ତ ଅହଙ୍କାର ତୁମ୍ଭଠାରେ ଅର୍ପଣ କରୁଛି। ଏହି ଦିନମାନଙ୍କରେ ପ୍ରଭୁ ତୁମର ସାଥୀ କରିନିଅ। ପ୍ରଭୁ ଗତି ସମ୍ବନ୍ଧରେ, ପଥ ସମ୍ବନ୍ଧରେ ତୁମ ସାଙ୍ଗରେ ଚାଲିବା ପାଇଁ ତୁମରି ସେଇ ଶକ୍ତି ପ୍ରଦାନ କର। ପ୍ରଭୁ ଗୌରବ ମହିମା ତୁମକୁ ଦେଇ ଏହି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି ପିତା। ଆମେନ୍, ଆମେନ୍, ଆମେନ୍।